ନମସ୍କାର। କ'ଣ ଖବର ଟିଭିକୁ ସ୍ୱାଗତ। ମୁଁ ପୁଣ୍ୟ ବିନୟ ଦାସ। କଥାରେ ଅଛି ଜାତସ୍ୟ ହି ମୃତ୍ୟୁ ଇତି ଧ୍ରୁବମ୍, ଅର୍ଥାତ୍ ଜନ୍ମ ଅଛି ମାନେ ମୃତ୍ୟୁ ଅଛି। ସେହି ନ୍ୟାୟରେ ଜଗତସିଂହପୁର ଜିଲ୍ଲା କୁସୁନପୁର ଅଞ୍ଚଳକୁ କୁସୁମିତ କରିଥିବା ବରିଷ୍ଠ ଗଣିତ ଶିକ୍ଷକ ସୁନାକର ମହାନ୍ତିଙ୍କର ପରଲୋକ ଘଟିଛି। ପୀତାମ୍ବରପୁର ଗାଁରୁ ସ୍ଥାୟୀ ଭାବରେ ସୁନାକର ବାବୁ କୁସୁନପୁର ଅଞ୍ଚଳକୁ ଆସିବା ପରେ କିଛି କାଳ ଶିକ୍ଷକତା କରି ଅବସର ନେଇଥିଲେ। ତେବେ ବିଶେଷ ଭାବରେ ଜଗତସିଂହପୁର ଜିଲ୍ଲାର ଜଣେ କୃତବେଦ ସମ୍ପନ୍ନ ଗଣିତ ଓ ଇଂରାଜୀ ଶିକ୍ଷକ ଭାବରେ ସେ ଭଲ ଭାବରେ ଜଣାଶୁଣା ଥିଲେ। ବାର୍ଦ୍ଧକ୍ୟଜନିତ ରୋଗରେ ଦୀର୍ଘଦିନ ଧରି ପୀଡ଼ିତ ରହିବା ପରେ ସୁନାକର ବାବୁ ଶେଷରେ ଏସ୍ସିବିରେ ଭର୍ତ୍ତି ହୋଇଥିଲେ। ପୁତ୍ର କନ୍ୟା ଜ୍ଞାତି କୁଟୁମ୍ବଙ୍କୁ ଛାଡ଼ି ଶେଷରେ ସେ ଏସ୍ସିବିରେ ହିଁ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଜୟପୁର ରାହାଡ଼ିଙ୍ଗା ଗନାଇଲ ପରି ଅଞ୍ଚଳରେ ବହୁ ମେଧାବୀ ଛାତ୍ରଛାତ୍ରୀଙ୍କୁ ସୁନାକର ବାବୁ ଗଣିତ ଓ ଇଂରାଜୀ ପଢ଼ାଇ ବେଶ ସୁନାମ ଅର୍ଜନ କରିଥିଲେ। ତାଙ୍କ ବିୟୋଗରେ ଶିକ୍ଷକ ଜଗତରେ ଏକ ଅପୂରଣୀୟ ସ୍ଥାନ ଖାଲି ପଡ଼ି ରହିଲା ବୋଲି ତାଙ୍କ ଶୁଭେଚ୍ଛୁ ସତୀର୍ଥମାନେ କହିଥାନ୍ତି। ସମସ୍ତଙ୍କୁ ଆପଣାର କରିବା, ସରଳ ତରଳ ଭାଷାରେ ଗଣିତ ଇଂରାଜୀ ଶିକ୍ଷକତା କରିବାରେ ସୁନାକର ବାବୁ ବେଶ ସିଦ୍ଧହସ୍ତ ଥିଲେ। ସୁନାକର ବାବୁଙ୍କର ଲମ୍ବା ପରିବାରରେ ତାଙ୍କ ଧର୍ମପତ୍ନୀ ପୁତ୍ର କନ୍ୟା ଅଛନ୍ତି। 80 ପର ବୟସରେ ନିମୋନିଆ ରୋଗରେ ପୀଡ଼ିତ ହୋଇ ସୁନାକର ବାବୁ ତାଙ୍କ ପରିବାରକୁ ହତବାକ୍ କରି ଛାଡ଼ି ଦେଇ ଯାଇଛନ୍ତି। ତାଙ୍କ ଏକାଦଶାହରେ ତାଙ୍କ ପୁତ୍ର ତୁଷାର ମହାନ୍ତି, ପୁତ୍ରବଧୂ ମୀରା, ପ୍ରପୌତ୍ର କାହ୍ନା ଗୋପୀ, ନାତୁଣୀ ରାନିଆ, ଜ୍ୱାଇଁ ସୁନାକର ମହାନ୍ତି, କଳ୍ପତରୁ ସ୍ୱାଇଁ ପୁଣ୍ୟ ବିନୟ ଦାସ, କନ୍ୟା ବନିତା ମହାନ୍ତି, ମଧୁସ୍ମିତା ମହାନ୍ତି, ନାତି ତତ୍ତ୍ୱମସୀ ଦାସ, ପୁପୁନ ଲିପୁନ ଓ ଅନ୍ୟ ମାନ୍ୟଗଣ୍ୟ ଜ୍ଞାତି କୁଟୁମ୍ବ ବନ୍ଧୁ ପରିଜନ ଯୋଗ ଦେଇଥିଲେ। ହଂସୁଆ ନଦୀକୂଳ ଗନାଇଲ ଆଶ୍ରମ କଡ଼ରେ ଅବସ୍ଥିତ କୁସୁନପୁର ଗାଁ ସୁନାକର ବାବୁଙ୍କର ଶିକ୍ଷକତା, ଆତିଥେୟତା, ପରୋପକାରିତା, ମାନବିକତା ପରି ଦିବ୍ୟ ଗୁଣ ପାଇଁ ତାଙ୍କୁ ଚିରଦିନ ମନେ ରଖିବ। ସବୁ ପିଲା ସୁନା ହୁଅନ୍ତୁ, ସୁନାକର ବାବୁଙ୍କ ପରି ହୁଅନ୍ତୁ। ଏହା ହିଁ କ'ଣ ଖବର ଟିଭିର ଆନ୍ତରିକ କାମନା। ଜଗତସିଂହପୁର ଜିଲ୍ଲା ରାହାଡ଼ିଙ୍ଗା କୁସୁନପୁର ଗାଁରୁ କ'ଣ ଖବର, ପୁଣ୍ୟ ବିନୟ ଦାସ।